शङ्करं शङ्कराचार्यं केशवं बादरायणं सूत्रभाष्यकृतौ वन्दे भगवन्तौ पुनः पुनः। ईश्वरो गुरुरात्मेते मूर्तिभेदविभागिने व्योमवद्व्याप्तदेहाय दक्षिणामूर्तये नमः। ॐ सह नाववतु सह नौ भुनक्तु सह वीर्यं करवावहै तेजस्विनावधीतमस्तु मा विद्विषावहै। ओम शांतिः शांतिः शांतिः। ଆଜି ଆମେ ଏକ ବହୁତ ଗଭୀର ବିଷୟରେ ଆଲୋଚନା କରିବାକୁ ଯାଉଛୁ। ଏହାର ଆଧାର ହେଉଛି ଓଙ୍କାର ମାସିକ ପତ୍ରିକାରେ ପ୍ରକାଶିତ ଗୋଟିଏ ଲେଖା। ବିଷୟବସ୍ତୁ ହେଉଛି ସର୍ବସାରୋପନିଷଦ। ଆଉ ଏହାର ଲେଖକ ହେଉଛନ୍ତି ସ୍ୱାମୀ ପ୍ରଣବାନନ୍ଦ। ହଁ, ଆଉ ସ୍ୱାମୀଜୀଙ୍କ ପରିଚୟ ହିଁ ଏହି ଆଲୋଚନାକୁ କ'ଣ କହନ୍ତି ଆହୁରି ଆକର୍ଷଣୀୟ କରିଦେଉଛି। ଏକଦମ। ସେ ଦଶନାମୀ ସନ୍ନ୍ୟାସ ପରମ୍ପରାରେ ଜଣେ ସନ୍ନ୍ୟାସୀ, କିନ୍ତୁ ତାଙ୍କ ପାଖରେ ପରିବେଶ ବିଜ୍ଞାନ, ଯୋଗଧ୍ୟାନ ଏବଂ ପରିଚାଳନାରେ ଏମ୍ଏସ୍ସି ଡିଗ୍ରୀ ଅଛି। ସତରେ ପ୍ରାଚୀନ ଜ୍ଞାନ ଆଉ ଆଧୁନିକ ବିଜ୍ଞାନର ଏକ ଅଦ୍ଭୁତ ମିଶ୍ରଣ। ହଁ, ଆଉ ଏହି ଉପନିଷଦର ନାଁ ହିଁ ଦେଖନ୍ତୁ, ସର୍ବସାର। ଅର୍ଥାତ୍ ସବୁକିଛିର ସାର ନୁହେଁ କି? ବିଲକୁଲ, ସମସ୍ତ ବେଦାନ୍ତର ସାର। ଏଥିରେ କୌଣସି କାହାଣୀ ନାହିଁ କି ଲମ୍ବା ବ୍ୟାଖ୍ୟା ନାହିଁ, ସିଧା ପ୍ରଶ୍ନ, ସିଧା ଉତ୍ତର। ଆଚ୍ଛା, ତେବେ ଉପନିଷଦଟି କିଛି ମୌଳିକ ପ୍ରଶ୍ନରୁ ହିଁ ଆରମ୍ଭ ହେଉଛି, ଯେମିତିକି ବନ୍ଧନ କ'ଣ, ମୋକ୍ଷ କ'ଣ? ହଁ, ଆମର ପ୍ରକୃତ ସ୍ୱରୂପ କ'ଣ, ଏମିତି ସବୁ ପ୍ରଶ୍ନ। ତେବେ ଆଜି ଆମେ ଏହି ଗମ୍ଭୀର ପ୍ରଶ୍ନଗୁଡ଼ିକ ଭିତରକୁ ଟିକେ ପଶିବାକୁ ଚେଷ୍ଟା କରିବା। ଚାଲନ୍ତୁ ଆରମ୍ଭ କରିବା ସବୁଠୁ ପ୍ରଥମ ପ୍ରଶ୍ନରୁ, ବନ୍ଧନ କ'ଣ? ଦେଖନ୍ତୁ, ଉପନିଷଦର ଭାଷା ବହୁତ ସରଳ କିନ୍ତୁ ଗଭୀର। ଏହା କହୁଛି ଆତ୍ମା ତ ଅସଙ୍ଗ ଚୈତନ୍ୟ ସ୍ୱରୂପ। କିନ୍ତୁ ଯେତେବେଳେ ସେହି ଆତ୍ମା ନିଜକୁ ଏଇ ଦେହ, ମନ, ବୁଦ୍ଧି ବୋଲି ଭାବିନିଏ, ଯାହା ସେ ପ୍ରକୃତିରେ ନୁହେଁ, ସେ ଭ୍ରମଟା ହିଁ ବନ୍ଧନ। ହଁ, ଏହାକୁ ଇଂରେଜୀରେ କହିବେ ମିଷ୍ଟେକେନ୍ ଆଇଡେଣ୍ଟିଟି, ମାନେ ପରିଚୟର ଭୁଲ। ଏହାକୁ ଟିକେ ସରଳ ଭାଷାରେ ବୁଝାଇବେ କି? ଏମିତି ଯେମିତି କେହି ଜଣେ ନିଜ ଗାଡ଼ିକୁ ଏତେ ଭଲ ପାଏ ଯେ ଗାଡ଼ିରେ ଛୋଟ ଦାଗଟିଏ ଲାଗିଲେ ତାକୁ ଲାଗେ ଯେମିତି ତାର ନିଜ ଦେହରେ କ୍ଷତ ହୋଇଗଲା। ଠିକ୍ ସେ। ବିଲକୁଲ ସେହିପରି। ଏହା ଏକ ବହୁତ ଭଲ ଉଦାହରଣ। ଆମେ ନିଜର ଶରୀର ସହିତ ଏତେ ଜଡ଼ିତ ହୋଇଯାଉ ଯେ ତାର ପରିବର୍ତ୍ତନକୁ ନିଜର ପରିବର୍ତ୍ତନ ଭାବିନେଉ। ଏଇ ମୁଁ ଆଉ ମୋର ଭାବଟା। ହଁ, ଏଇଟା ହିଁ ବନ୍ଧନ। ଆଉ ଏଇ ଭ୍ରମରୁ ମୁକ୍ତ ହେବା ମାନେ ନିଜର ପ୍ରକୃତ ସ୍ୱରୂପକୁ ଚିହ୍ନିବା ହିଁ ମୁଖ୍ୟ। କିନ୍ତୁ ଏ ଭ୍ରମ ହୁଏ କାହିଁକି? ଆମେ କାହିଁକି ନିଜକୁ ଶରୀର ବୋଲି ଭାବୁ? ଉପନିଷଦ ଏହାର କାରଣକୁ କହୁଛି ଅବିଦ୍ୟା, ଅର୍ଥାତ୍ ଅଜ୍ଞାନ। ଅବିଦ୍ୟା? ହଁ, ଏହା ଏକ ଏମିତି ଶକ୍ତି ଯାହା ସତ୍ୟ ଉପରେ ଏକ ଭ୍ରମର ଆବରଣ ପକାଇଦିଏ, ଯେମିତି ଦଉଡ଼ିକୁ ସାପ ଦେଖିବା ଭଳି। ଆଚ୍ଛା, ଆଉ ଯେଉଁ ଜ୍ଞାନ ଏଇ ଆବରଣକୁ ହଟାଇ ଦିଏ ତାହାକୁ ବିଦ୍ୟା କୁହାଯାଏ। ବେଦାନ୍ତରେ ସମସ୍ତ ଆଲୋଚନା ଏଇ ବିଦ୍ୟା ଓ ଅବିଦ୍ୟାକୁ ନେଇ। ଠିକ୍ ଅଛି, ତେବେ ଆମର ଭୁଲ ପରିଚୟ ହେଉଛି ବନ୍ଧନ, ଯାହାର କାରଣ ଅବିଦ୍ୟା। ଏବେ ଆଗକୁ ବଢ଼ିବା। ଲେଖାରେ ଚେତନାର 4ଟି ଅବସ୍ଥା ବିଷୟରେ କୁହାଯାଇଛି। ହଁ, ଜାଗ୍ରତ, ସ୍ୱପ୍ନ, ସୁଷୁପ୍ତି ଏବଂ ତୁରୀୟ। ଏଇଟା ବହୁତ ଆକର୍ଷଣୀୟ ଲାଗୁଛି, କାରଣ ଏହା ଆମ ଦୈନନ୍ଦିନ ଅନୁଭବ ସହିତ ଜଡ଼ିତ। ଏକଦମ। ପ୍ରଥମେ ହେଉଛି ଜାଗ୍ରତ ଅବସ୍ଥା, ଯେଉଁଥିରେ ଆମେ ଏବେ ଅଛୁ। ଯୋଉଠି ଆମେ ଆମର ଇନ୍ଦ୍ରିୟ ଦ୍ୱାରା ବାହାର ଜଗତକୁ ଅନୁଭବ କରୁ। ହଁ, ଲେଖା ଅନୁସାରେ ଆମର 14ଟି କରଣ, ମାନେ 10ଟି ଇନ୍ଦ୍ରିୟ ଆଉ 4ଟି ଅନ୍ତଃକରଣ, ମନ, ବୁଦ୍ଧି, ଚିତ୍ତ, ଅହଙ୍କାର, ଏହି ସମୟରେ କାମ କରେ। ଏହାପରେ ଆସେ ସ୍ୱପ୍ନ ଅବସ୍ଥା। ସେଠି ତ ବାହାର ଜଗତ ନଥାଏ, ତଥାପି ଆମେ ସବୁ ଅନୁଭବ କରୁ। ତାହା କେମିତି? ସ୍ୱପ୍ନରେ ମଧ୍ୟ ସେହି 14ଟି କରଣ କାମ କରନ୍ତି, କିନ୍ତୁ ସେମାନେ ବାହାର ସହିତ ନୁହେଁ, ବରଂ ଆମ ମନ ଭିତରେ ଥିବା ବାସନାରୁ ଏକ ନୂଆ ଜଗତ ତିଆରି କରନ୍ତି। ଠିକ୍ ଧରିଛନ୍ତି। ସେଥିପାଇଁ ସ୍ୱପ୍ନଟା ସେହି ସମୟ ପାଇଁ ପୁରା ସତ ଲାଗେ। ଆଉ ସୁଷୁପ୍ତି ମାନେ ଗଭୀର ନିଦ୍ରା, ସେତେବେଳେ ତ କିଛି ଜଣାପଡ଼େନି, ସବୁ ଯେମିତି ଶୂନ୍ୟ। ଏଇଠି ଗୋଟେ ଗଭୀର କଥା ଅଛି। ଏହା ଶୂନ୍ୟ ନୁହେଁ। କେମିତି? ଯଦି ଶୂନ୍ୟ ହୋଇଥାନ୍ତା, ତେବେ ନିଦରୁ ଉଠି ଆମେ କହିପାରନ୍ତୁନି ଯେ ମୁଁ ବହୁତ ଶାନ୍ତିରେ ଶୋଇଥିଲି, କିଛି ବି ଜାଣିନି। ଆଚ୍ଛା, ତେବେ ଏହି ମୁଁ କିଛି ଜାଣିନି କଥାଟାକୁ ବି କେହି ଜଣେ ଜାଣୁଛି। ଏକଦମ। ସେହି ଚୈତନ୍ୟ ସେଠାରେ ଉପସ୍ଥିତ ଥିଲା। ସୁଷୁପ୍ତିରେ କେବଳ ମନ ଆଉ ଇନ୍ଦ୍ରିୟ ବିଶ୍ରାମ ନିଅନ୍ତି, କିନ୍ତୁ ଆତ୍ମା, ଚୈତନ୍ୟ ସବୁବେଳେ ଜାଗ୍ରତ ଥାଏ। ବାଃ, ଏହା ତ ଏକ ନୂଆ ଦୃଷ୍ଟିକୋଣ। ତେବେ ଯଦି ଆମେ ଏହି 3 ଅବସ୍ଥାରେ ବଦଳୁଥାଉ,
ତେବେ ସେ କିଏ ଯିଏ ସ୍ଥିର ରହି ଏସବୁ ପରିବର୍ତ୍ତନକୁ ଦେଖୁଛି? ମୋତେ ଲାଗୁଛି ଏଇଠି ତୁରୀୟର ପ୍ରସଙ୍ଗ ଆସିବ। ବିଲକୁଲ। ତୁରୀୟର ଅର୍ଥ ହିଁ ହେଉଛି ଚତୁର୍ଥ। ଏହା କୌଣସି ଅବସ୍ଥା ନୁହେଁ, ବରଂ ଏଇ ତିନି ଅବସ୍ଥାର ଆଧାର ଆଉ ସାକ୍ଷୀ। ଏହାକୁ ଟିକେ ସହଜରେ ବୁଝାଇବେ। ଏମିତି ଭାବନ୍ତୁ, ଆକାଶ ହେଉଛି ତୁରୀୟ, ମେଘ ମାନେ ଜାଗ୍ରତ, ବିଜୁଳି ମାନେ ସ୍ୱପ୍ନ, ଆଉ ଅନ୍ଧକାର ମାନେ ସୁଷୁପ୍ତି। ଏସବୁ ଆକାଶରେ ଆସେ ଆଉ ଯାଏ, କିନ୍ତୁ ଆକାଶ ସବୁବେଳେ ସେମିତି ଥାଏ, ନିର୍ଲିପ୍ତ। ଆଚ୍ଛା, ତେବେ ତୁରୀୟ ଚୈତନ୍ୟ ହିଁ ଆମର ପ୍ରକୃତ ସ୍ୱରୂପ। ହଁ, ଯିଏ ଏଇ ତିନି ଅବସ୍ଥାକୁ ପ୍ରକାଶ କରେ, କିନ୍ତୁ ନିଜେ ସେଥିରେ ଲିପ୍ତ ହୁଏନି। ଏହା ତ ଗୋଟିଏ ମଡେଲ ହେଲା। ଲେଖାରେ ଆଉ ଏକ ମଡେଲ ବିଷୟରେ ବି କୁହାଯାଇଛି, ପଞ୍ଚକୋଷର। ହଁ, ପଞ୍ଚକୋଷ। ଏହାକୁ ପିଆଜର ପରସ୍ତ ସହିତ ତୁଳନା କରାଯାଇପାରେ ନା? ହଁ, ଏହା ଆମକୁ ସ୍ଥୂଳରୁ ସୂକ୍ଷ୍ମ ଆଡ଼କୁ ନେଇଯାଏ। ସବୁଠୁ ବାହାର ସ୍ତର ହେଉଛି ଅନ୍ନମୟ କୋଷ। ଆମର ଏହି ଭୌତିକ ଶରୀର। ହଁ, ଯାହା ଅନ୍ନ ଦ୍ୱାରା ତିଆରି। ଆମେ ସାଧାରଣତଃ ଏହାକୁ ହିଁ ମୁଁ ବୋଲି ଭାବୁ। ଆଉ ଏହାର ଭିତର ସ୍ତର? ଏହା ଭିତରେ ଅଛି ପ୍ରାଣମୟ କୋଷ, ଆମର ଜୀବନ ଶକ୍ତି ବା ପ୍ରାଣ। ଆଚ୍ଛା, ଆମର ନିଶ୍ୱାସ ପ୍ରଶ୍ୱାସ ଏହାର ଅଂଶ? ଠିକ୍। ତାପରେ ଆସେ ମଲୋମୟ କୋଷ। ମୋତେ ଲାଗୁଛି ଆମେ ଅଧିକାଂଶ ସମୟ ଏଇ ସ୍ତରରେ ହିଁ ବଞ୍ଚୁ। ଆମର ଭାବନା, ଚିନ୍ତା। ହଁ, ମନ ହେଉଛି ସଂକଳ୍ପ ବିକଳ୍ପର କେନ୍ଦ୍ର, ଆଉ ତାଠାରୁ ବି ସୂକ୍ଷ୍ମ ହେଉଛି ବିଜ୍ଞାନମୟ କୋଷ। ବିଜ୍ଞାନମୟ କୋଷ ମାନେ ବୁଦ୍ଧି? ହଁ, ବୁଦ୍ଧି, ନିର୍ଣ୍ଣୟ ନେବାର ଶକ୍ତି, ଭଲ ମନ୍ଦ ବିଚାର କରିବାର କ୍ଷମତା। ଯେତେବେଳେ ଆମେ କିଛି ନିଶ୍ଚୟ କରୁ, ସେତେବେଳେ ଏହି କୋଷ କାମ କରେ। ଏବଂ ସବୁଠୁ ଭିତରେ ଆନନ୍ଦମୟ କୋଷ। ଏହା କ'ଣ? ଏହା ହେଉଛି କାରଣ ଶରୀର, ଯାହା ସୁଷୁପ୍ତି ବା ଗଭୀର ନିଦ୍ରାରେ ଅନୁଭବ ହୁଏ। ଆଚ୍ଛା, ସେଇ ଗଭୀର ଶାନ୍ତିର ଅନୁଭୂତି? ହଁ, ଲେଖାରେ ଗୋଟେ ସୁନ୍ଦର ଉପମା ଅଛି, ଯେମିତି ମଞ୍ଜି ଭିତରେ ପୁରା ଗଛଟି ଲୁଚି ରହିଥାଏ ସେମିତି। କିନ୍ତୁ ଗୋଟେ କଥା ମନେ ରଖିବାକୁ ହେବ। କ'ଣ? ଏହି 5ଟି କୋଷ ମଧ୍ୟ ଆତ୍ମା ନୁହେଁ, ଏଗୁଡ଼ିକୁ କେବଳ ଆତ୍ମା ଉପରେ ଥିବା ଆବରଣ। ଠିକ୍ ଅଛି। ତେବେ ଏବେ ଆମେ ଆମର ପ୍ରକୃତ ସ୍ୱରୂପକୁ ବୁଝାଇବା ପାଇଁ ବ୍ୟବହାର ହୋଇଥିବା କିଛି ନିର୍ଦ୍ଦିଷ୍ଟ ଶବ୍ଦ ଉପରକୁ ଆସିବା। କ୍ଷେତ୍ରଜ୍ଞ, ସାକ୍ଷୀ ଆଉ କୂଟସ୍ଥ। ହଁ, କ୍ଷେତ୍ରଜ୍ଞର ଅର୍ଥ ବହୁତ ସରଳ, କ୍ଷେତ୍ରକୁ ଜାଣିବା ବାଲା। ଏଠାରେ କ୍ଷେତ୍ର ମାନେ ଆମର ଦେହ ଆଉ ମନ। ହଁ, ତେଣୁ ଯେଉଁ ଚୈତନ୍ୟ ଏହି ଦେହ ମନର ସବୁ କ୍ରିୟାକୁ ଜାଣେ, ସେ ହେଉଛି କ୍ଷେତ୍ରଜ୍ଞ। ତାପରେ ଆସୁଛି ସାକ୍ଷୀ। ଏହି ଶବ୍ଦଟି ଆଜିକାଲି ବହୁତ ଶୁଣିବାକୁ ମିଳୁଛି। ହଁ, କିନ୍ତୁ ଉପନିଷଦର ପରିଭାଷା ଅତ୍ୟନ୍ତ ସଠିକ୍। ଏହା କହୁଛି, ସାକ୍ଷୀ ହେଉଛି ସେହି ଚୈତନ୍ୟ ଯିଏ ଜ୍ଞାତା, ଜ୍ଞାନ ଆଉ ଜ୍ଞେୟ। ମାନେ ଯିଏ ଜାଣୁଛି, ଜାଣିବାର ପ୍ରକ୍ରିୟା ଆଉ ଯାହାକୁ ଜଣାଯାଉଛି। ହଁ, ଏ ତିନୋଟିର ଉତ୍ପତ୍ତି ଆଉ ବିନାଶକୁ ଜାଣେ, କିନ୍ତୁ ନିଜେ ସେଥିରୁ ସମ୍ପୂର୍ଣ୍ଣ ମୁକ୍ତ। ଗୋଟେ ମିନିଟ୍, ଏବେ ଆଉ ଗୋଟେ ନୂଆ ଶବ୍ଦ ଆସୁଛି, କୂଟସ୍ଥ। ଲେଖାରେ ଅଛି ଯେ ଏହା ବ୍ରହ୍ମାଙ୍କ ଠାରୁ ପିମ୍ପୁଡ଼ି ପର୍ଯ୍ୟନ୍ତ ସମସ୍ତଙ୍କ ବୁଦ୍ଧିରେ ଅଛି। ଏହା ସାକ୍ଷୀଠାରୁ କେମିତି ଅଲଗା? ଏହା ଏକ ବହୁତ ସୂକ୍ଷ୍ମ ପ୍ରଶ୍ନ। ସାକ୍ଷୀ ହେଉଛି ଦେଖିବା କାର୍ଯ୍ୟ ସହିତ ସମ୍ବନ୍ଧିତ, କିନ୍ତୁ କୂଟସ୍ଥର ଅର୍ଥ ହେଉଛି ଯାହା କମାରର ନିହାଣ ପରି ସ୍ଥିର। ଆଚ୍ଛା, ଅପରିବର୍ତ୍ତନୀୟ। ହଁ, ସାକ୍ଷୀ ଯଦି ଫିଲ୍ମ ଦେଖୁଥିବା ଦର୍ଶକ, ତେବେ କୂଟସ୍ଥ ହେଉଛି ସେହି ପରଦା ଯାହା ଉପରେ ଫିଲ୍ମ ଚାଲିଛି, ଯିଏ ନିଜେ କେବେ ବଦଳେ ନାହିଁ। ବୁଝିଲି। ଆଉ ଯେତେବେଳେ ଏହି ଆତ୍ମାକୁ ସମସ୍ତଙ୍କ ଭିତରେ ଥିବା ଏକ ସୂତା ଭଳି ଦେଖାଯାଏ, ହଁ, ଯିଏ ସବୁ ମଣିଷକୁ ଗୋଟିଏ ମାଳାରେ ବାନ୍ଧି ରଖିଛି, ବାଃ, ମାଳିର ସୂତା ଭଳି ଏହି ଉପମାଟି କେତେ ସୁନ୍ଦର। ହଁ, ତାହାକୁ ହିଁ ଅନ୍ତର୍ୟାମୀ କୁହାଯାଏ, ଯିଏ ସମସ୍ତଙ୍କ ଭିତରେ ରହି ସବୁକିଛିକୁ ନିୟନ୍ତ୍ରଣ କରୁଛି। ଚଲନ୍ତୁ ଏବେ ସବୁଠୁ ବଡ଼ ପ୍ରଶ୍ନ ଉପରକୁ ଯିବା। ଏସବୁ ପଛରେ ଥିବା ଅସଲ ସତ୍ୟ ବା ବ୍ରହ୍ମ କ'ଣ? ଉପନିଷଦ ଏହାକୁ ସତ୍ୟ, ଜ୍ଞାନ, ଅନନ୍ତ ଓ ଆନନ୍ଦ ସ୍ୱରୂପ ବୋଲି କହୁଛି। ଆଉ ସ୍ୱାମୀଜୀ ଲେଖାରେ ଏହି ପ୍ରତ୍ୟେକ ଶବ୍ଦକୁ ସ୍ପଷ୍ଟ କରିଛନ୍ତି। ହଁ, ସତ୍ୟ ମାନେ ଯାହାର କେବେ ବିନାଶ ନାହିଁ, ଜ୍ଞାନ ମାନେ ଶୁଦ୍ଧ ଚୈତନ୍ୟ, ଅନନ୍ତ ମାନେ ସର୍ବବ୍ୟାପୀ, ଆଉ ଆନନ୍ଦ ମାନେ ଅସୀମ ସୁଖର ସାଗର। ଠିକ୍। ଏହି ପ୍ରସଙ୍ଗରେ ଆଉ ଦୁଇଟି ଶବ୍ଦ ଅଛି, ପ୍ରତ୍ୟଗାତ୍ମା ଏବଂ ପରମାତ୍ମା। ଏ ଦୁଇଙ୍କ ମଧ୍ୟରେ ସମ୍ପର୍କ କ'ଣ? ଯେତେବେଳେ ଆମେ ମୁଁ କହୁ, ସେତେବେଳେ ଆମେ ଆମର ଦେହ, ମନ ଆଦି ସହିତ ନିଜକୁ ଯୋଡ଼ିଦେଉ। ତାକୁ ଉପାଧି କୁହାଯାଏ। ହଁ, ଯେତେବେଳେ ଏଇସବୁ ଉପାଧିକୁ ହଟାଇ ଦିଆଯାଏ, ସେତେବେଳେ ଯେଉଁ ଶୁଦ୍ଧ ଚୈତନ୍ୟ ବାକି ରହେ, ତାହା ପ୍ରତ୍ୟଗାତ୍ମା। ଆଉ ପରମାତ୍ମା ହେଉଛନ୍ତି
ସେହି ସତ୍ୟ ଜ୍ଞାନ ଅନନ୍ତ ସ୍ୱରୂପ ବ୍ରହ୍ମ। ହଁ, ଆଉ ବେଦାନ୍ତ କହେ ଯେ ଏ ଦୁହେଁ ମୂଳତଃ ଏକ, ଘଟ ଭିତରର ଆକାଶ ଆଉ ବାହାରର ମହାକାଶ ପରି। ଏବେ ଆସିଲା ସବୁଠୁ ରହସ୍ୟମୟ ଧାରଣା, ମାୟା। ଲେଖାରେ ଏହାର ବର୍ଣ୍ଣନା ଏକ ପ୍ରହେଳିକା ଭଳି ଲାଗୁଛି। କେମିତି? ଏହା ଅନାଦି, କିନ୍ତୁ ଏହାର ଅନ୍ତ ଅଛି। ଏହା ସତ ବି ନୁହେଁ, ମିଛ ବି ନୁହେଁ। ଏହା କେମିତି ସମ୍ଭବ? ଏଇଟା ହିଁ ମାୟାର ସ୍ୱଭାବ। ସେଇ ଦଉଡ଼ି ସାପ ଉଦାହରଣକୁ ମନେ ପକାନ୍ତୁ। ଆଚ୍ଛା। ଅନ୍ଧାରରେ ଯେତେବେଳେ ଆପଣ ଦଉଡ଼ିକୁ ସାପ ଭାବିଲେ, ସେତେବେଳେ ସାପଟା ଆପଣଙ୍କ ପାଇଁ ପୁରା ସତ ଥିଲା ନା? ହଁ, ଡର ବି ଲାଗୁଥିଲା। କିନ୍ତୁ ଯେତେବେଳେ ଆଲୁଅ ଜଳାଇ ଦେଖିଲେ, ସାପଟା କୁଆଡ଼େ ଗଲା, ତାର ତ କୌଣସି ଅସ୍ତିତ୍ୱ ନଥିଲା। ଠିକ୍। ସେହିପରି ମାୟା ଅଜ୍ଞାନରେ ସତ୍ୟ ଲାଗେ, କିନ୍ତୁ ଜ୍ଞାନର ଆଲୋକରେ ତାର କୌଣସି ସତ୍ତା ନଥାଏ। ତେଣୁ ଏହା ସତ ବି ନୁହେଁ ଆଉ ମିଛ ବି ନୁହେଁ। ବୁଝିଲି। ଏବେ ଉପନିଷଦର ଶେଷ ଭାଗକୁ ଆସିବା। ଏଠାରେ ଲେଖାର ଶୈଳୀ ହଠାତ୍ ବଦଳି ଯାଇଛି। ହଁ, ଏହା ବର୍ଣ୍ଣନାରୁ ଏକ ଶକ୍ତିଶାଳୀ ଘୋଷଣାରେ ପରିଣତ ହୋଇଛି, ତାହା ପୁଣି ପ୍ରଥମ ପୁରୁଷରେ। ଯେମିତି କେହି ନିଜେ ନିଜ ଅନୁଭବରୁ କହୁଛନ୍ତି। ହଁ, ଏହା ହେଉଛି ଜଣେ ଆତ୍ମଜ୍ଞାନୀ ବା ସିଦ୍ଧ ପୁରୁଷଙ୍କର ବାଣୀ। ଏବେ ଆଉ ବୌଦ୍ଧିକ ଆଲୋଚନା ନୁହେଁ, ଏହା ସିଧାସଳଖ ଅନୁଭୂତି। ସେ କହୁଛନ୍ତି, ମୁଁ ଦେହ ନୁହେଁ, ପ୍ରାଣ ନୁହେଁ, ମନ ନୁହେଁ, ମୁଁ ତ କେବଳ ସାକ୍ଷୀ ମାତ୍ର ଅଟେ। ମୁଁ କର୍ତ୍ତା ନୁହେଁ, ଭୋକ୍ତା ମଧ୍ୟ ନୁହେଁ। ଏହା ଶୁଣିବାକୁ ତ ବହୁତ ବଡ଼ କଥା, କିନ୍ତୁ ବ୍ୟବହାରିକ ଜୀବନରେ ଏହା କିପରି ସମ୍ଭବ? ଯଦି ମୋ ଦେହରେ କଷ୍ଟ ହୁଏ, ତେବେ ମୁଁ କିପରି କହିବି ଯେ ମୁଁ ଦେହ ନୁହେଁ? ଏହା ଏକ ଯଥାର୍ଥ ପ୍ରଶ୍ନ। ଦେଖନ୍ତୁ, ଜ୍ଞାନୀ ପୁରୁଷଙ୍କୁ ବି ଶାରୀରିକ ଯନ୍ତ୍ରଣା ହୁଏ। କଣ୍ଟା ଫୁଟିଲେ କଷ୍ଟ ହେବ। ହଁ, ତାହା ତ ହେବ ହିଁ। କିନ୍ତୁ ସେ ନିଜର ପରିଚୟକୁ ସେହି ଯନ୍ତ୍ରଣା ସହିତ ଯୋଡ଼ନ୍ତି ନାହିଁ। ସେ ଜାଣନ୍ତି ଯେ ମୋ ଶରୀରରେ ଯନ୍ତ୍ରଣା ହେଉଛି, କିନ୍ତୁ ମୁଁ ଯନ୍ତ୍ରଣା ଭୋଗୁନାହିଁ। ଆଚ୍ଛା, ସେ ନିଜକୁ ସେହି ଯନ୍ତ୍ରଣାର ସାକ୍ଷୀ ଭାବରେ ଦେଖନ୍ତି। ହଁ, ଏହା ହେଉଛି ପରିଚୟର ଏକ ଗଭୀର ସ୍ଥାନାନ୍ତରଣ, ଅ ଶିଫ୍ଟ ଇନ୍ ଆଇଡେଣ୍ଟିଟି। ଆଉ ଉପନିଷଦଟି କିଛି ଯୁକ୍ତିଯୁକ୍ତ ପ୍ରଶ୍ନ ସହିତ ଶେଷ ହେଉଛି। ଯଦି ମୁଁ ଦେହ ନୁହେଁ, ତେବେ ମୋର ଜନ୍ମ ମୃତ୍ୟୁ କିପରି ହେବ? ଯଦି ମୁଁ କର୍ତ୍ତା ନୁହେଁ, ତେବେ ବନ୍ଧନ ମୋକ୍ଷ କିପରି ହେବ? ଏହା ତ ସେଇଠିକୁ ଫେରିଆସିଲା ଯୋଉଠୁ ଆମେ ଆରମ୍ଭ କରିଥିଲେ। ଏକ୍ଜାକ୍ଟଲି। ଏହା ହିଁ ସମସ୍ତ ଶିକ୍ଷାର ଶେଷ ପରିଣତି। ଯେଉଁ ପ୍ରଶ୍ନରୁ ଆଲୋଚନା ଆରମ୍ଭ ହୋଇଥିଲା, ସେହି ପ୍ରଶ୍ନଗୁଡ଼ିକ ଏଇ ଆତ୍ମ ଅନୁଭୂତିରେ ଅପ୍ରାସଙ୍ଗିକ ହୋଇଯାଏ। ଯେତେବେଳେ ମୁଁ କର୍ତ୍ତା ଏହି ଭାବ ହିଁ ନାହିଁ, ସେତେବେଳେ ବନ୍ଧନ କାହାକୁ ହେବ? ଆଉ ମୋକ୍ଷ ବା କାହାକୁ ମିଳିବ? ସବୁ ପ୍ରଶ୍ନର ଉତ୍ତର ସେହି ପ୍ରଶ୍ନଗୁଡ଼ିକର ବିଲୟରେ ହିଁ ମିଳିଯାଏ। ସତରେ, ବନ୍ଧନର ପ୍ରଶ୍ନରୁ ଆରମ୍ଭ କରି ମୁକ୍ତିର ଚରମ ଘୋଷଣା ପର୍ଯ୍ୟନ୍ତ ଏହି ଛୋଟ ଉପନିଷଦଟି ସମ୍ପୂର୍ଣ୍ଣ ବେଦାନ୍ତର ଯାତ୍ରାକୁ ବର୍ଣ୍ଣନା କରିଦେଇଛି। ସେଥିପାଇଁ ତ ଏହାର ନାମ ସର୍ବସାର। ଏହାର ନାମ ପ୍ରକୃତରେ ସାର୍ଥକ। ଆଉ ଏଥିରୁ ସବୁଠୁ ବଡ଼ ଶିକ୍ଷା ଏହା ମିଳେ ଯେ ଆଧ୍ୟାତ୍ମିକତାର ଲକ୍ଷ୍ୟ କେବଳ କିଛି ନୂଆ ତଥ୍ୟ ଜାଣିବା ନୁହେଁ, ବରଂ ନିଜର ପରିଚୟକୁ ପରିବର୍ତ୍ତନ କରିବା। ହଁ, ଏହି ସୀମିତ ଦେହ ମନ ଅହଙ୍କାରରୁ ସେହି ଅସୀମ ଶାଶ୍ୱତ ସାକ୍ଷୀ ଚୈତନ୍ୟରେ ନିଜକୁ ସ୍ଥାପିତ କରିବା। ଆଉ ଯିବା ପୂର୍ବରୁ ଆମ ଶ୍ରୋତାମାନଙ୍କ ପାଇଁ ଏକ ଚିନ୍ତନୀୟ ବିଚାର ଛାଡ଼ି ଯାଉଛି। ନିଶ୍ଚୟ। ଉପନିଷଦ କହୁଛି ଯେ ଆତ୍ମା ପ୍ରକୃତିର ସାକ୍ଷୀ ମାତ୍ର। ଯଦି ଆମର ପ୍ରକୃତ ସ୍ୱରୂପ କେବଳ ଜଣେ ନିରପେକ୍ଷ ସାକ୍ଷୀ, ତେବେ ଏହି ଜଗତରେ ଆମର କର୍ମ, ଆମର ଦାୟିତ୍ୱ ଏବଂ ଆମର ସାମାଜିକ ସମ୍ପୃକ୍ତିର ପ୍ରକୃତ ସ୍ୱରୂପ କ'ଣ ହେବା ଉଚିତ? ଏହା ଏକ ବହୁତ ଗଭୀର ପ୍ରଶ୍ନ। ହଁ, ଏହି ପ୍ରଶ୍ନ ଉପରେ ଚିନ୍ତା କରିବା ପାଇଁ ଅନୁରୋଧ।